ନିଜର ଆର୍ଥିକ ସ୍ଥିତିକୁ ସବୁବେଳେ ଗୁପ୍ତ ରଖିବା ଉଚିତ। ଯଦି ଆପଣଙ୍କ ଆର୍ଥିକ ସ୍ଥିତି ଭଲ ଅଛି, ତେବେ ଲୋକ ଆପଣଙ୍କଠାରୁ ଉଦ୍ଧାର ମାଗିବାକୁ ଆସିଯିବେ। ଆଉ ଯଦି ଆପଣଙ୍କ ଆର୍ଥିକ ସ୍ଥିତି ଖରାପ ଥାଏ, ତେବେ ଲୋକ ଆପଣଙ୍କ ସମ୍ମାନ କରିବେ ନାହିଁ, ଆପଣଙ୍କର ସାଥ ଦେବେ ନାହିଁ। ସେଥିପାଇଁ ସୁଖ ଆଉ ଦୁଃଖକୁ ନିଜ ଭିତରେ ସୀମିତ ରଖିବା ଉଚିତ। ଫଳମାନଙ୍କଠାରୁ ଶିଖ, ଯିଏ ଲୁଣ ଲାଗିବା ପରେ ନିଜର ସ୍ୱାଦ କିପରି ବଢ଼େଇଥାନ୍ତି, ଆଉ ମଣିଷ ମିଠା ଖାଇବା ପରେ ବି ବିଷ ଓଗାଳନ୍ତି। ମଣିଷ ଯେବେ ଜନ୍ମ ନେଇଥାଏ, ତା ପାଖରେ ନିଶ୍ୱାସ ଥାଏ କିନ୍ତୁ ନାଁ ନଥାଏ, କିନ୍ତୁ ଯେବେ ତା ମୃତ୍ୟୁ ହୋଇଥାଏ, ତା ପାଖରେ ନାଁ ତ ଥାଏ କିନ୍ତୁ ନିଶ୍ୱାସ ନଥାଏ। ଏହି ନିଶ୍ୱାସ ଓ ନାଁ ଭିତରେ ଥିବା ଯାତ୍ରାକୁ ହିଁ ଜୀବନ କୁହାଯାଏ। ନା କାହାର ଅଭାବରେ ବଞ୍ଚ, ନା କାହାର ପ୍ରଭାବରେ ବଞ୍ଚ। ଏହି ଜୀବନ ଆପଣଙ୍କର, ଏହାକୁ ନିଜ ସ୍ୱଭାବରେ ବଞ୍ଚ। ଆପଣ ସବୁବେଳେ ଏହା ଚିନ୍ତା କରିଥାନ୍ତି କି ମୋ କଥା କାହାକୁ ଖରାପ ନ ଲାଗୁ, କିନ୍ତୁ କେବେ ବି ଏହା ଚିନ୍ତା କରିଛ କାହାର କଥା ତୁମକୁ ବି ଖରାପ ଲାଗିପାରେ। ଅଧିକାଂଶ ସମୟରେ ଥଟ୍ଟା ମଜାର ସାହାରା ନେଇକି ଲୋକ ହୃଦୟର କଥା କହିଦିଅନ୍ତି। ଜୀବନରେ ଯଦି କିଛି ହାସଲ କରିବାର ଅଛି, ତେବେ ନିଜର ପୁରା ଧ୍ୟାନ ଆଉ ନିଜର ପୁରା ଶକ୍ତି ତା ଉପରେ ଲଗେଇ ଦିଅ। ବିଶ୍ୱାସ କର, ଆପଣଙ୍କୁ ସେ ଜିନିଷ ନିଶ୍ଚୟ ମିଳିବ। ମୁଁ ଦେଖିଛି ଏ ଅବସ୍ଥା ଦୁନିଆର। ଲୋକ ବହୁତ ଜଲ୍ଦି ଥକିଯାଆନ୍ତି ସମ୍ପର୍କକୁ ସମ୍ଭାଳି ସମ୍ଭାଳି। ରାବଣର ଜୀବନରୁ ଗୋଟିଏ କଥା ଶିଖିବାକୁ ମିଳୁଛି। ଭାଇ ହେଉ କିମ୍ବା ବନ୍ଧୁ, ନିଜର ରହସ୍ୟ ସବୁବେଳେ ନିଜ ପାଖରେ ରଖିବା ଉଚିତ। ତୁମେ ତାଙ୍କ ପାଇଁ କାନ୍ଦୁଛ ଯିଏ ତୁମ ଲୁହର ଯୋଗ୍ୟ ନୁହେଁ, ଆଉ ପୁଣି ଜ୍ଞାନର କଥା କହୁଛ। ତୁମେ ନିଜର ଦୁଃଖ କଷ୍ଟ ପାଇଁ ଏହି ସଂସାରକୁ ଦୋଷ ଦିଅ ନାହିଁ। ନିଜ ମନକୁ ବୁଝାଅ, ତୁମ ମନର ପରିବର୍ତ୍ତନ ହିଁ ତୁମ ଦୁଃଖର ଅନ୍ତ ଅଟେ। ବେଳେ ବେଳେ ଜୀବନ ଆପଣଙ୍କୁ ସେହି ଜାଗାରେ ହିଁ ବଦନାମ କରେଇ ଦେଇଥାଏ ଯେଉଁଠୁ ଆପଣଙ୍କୁ କିଛି ଭଲ ପାଇବାର ଆଶା ଥାଏ। ଗର୍ବୀ ଲୋକ ପାଇଁ କେହି ଈଶ୍ୱର ହିଁ ନଥାନ୍ତି, ଈର୍ଷାଳୁ ଲୋକର କେହି ପଡ଼ୋଶୀ ହିଁ ନଥାନ୍ତି, ଆଉ କ୍ରୋଧୀ ଲୋକର କେହି ମିତ୍ର ହିଁ ନଥାନ୍ତି। ସଫଳତା ବି ଖୁସି ଦେଇ ନଥାଏ ଯଦି ନିଜ ଲୋକ ସାଥିରେ ନଥାଏ, ଆଉ ଅସଫଳତା ବି ଦୁଃଖ ଦେଇ ନଥାଏ ଯଦି ନିଜର ସାଥିରେ ଛିଡ଼ା ହୋଇଥାଏ। ଯେଉଁ ବ୍ୟକ୍ତି ସ୍ପଷ୍ଟ, ସଫା ଆଉ ସିଧା ସିଧା କହିଥାଏ, ତାର ବାଣୀ ହୁଏତ ତୀବ୍ର ଏବଂ କଠୋର ହୋଇଥାଏ, କିନ୍ତୁ ଏପରି ଲୋକ କେବେ ବି ଆପଣଙ୍କୁ ଧୋକା ଦେଇନଥାନ୍ତି। କାହାକୁ ଧୋକା ଦେଇକି ଜୀବନରେ କେବେ ଖୁସି ହୁଅ ନାହିଁ, କାହିଁକି ନା ଯେବେ କର୍ମର ଚକ୍ର ବୁଲିକି ଆସିବ, ତୁମକୁ ବି ଛାଡ଼ିବ ନାହିଁ। ଅଧିକାଂଶ ସମୟରେ ଆପଣ ତାଙ୍କ ପାଇଁ ଚିନ୍ତିତ ହୋଇଥାନ୍ତି ଯିଏ ଆପଣଙ୍କର ଟିକିଏ ବି ଚିନ୍ତା କରନ୍ତି ନାହିଁ। ଅନ୍ୟର ଜୀବନରେ ନିଜର ଜାଗା ଖୋଜିବା ବନ୍ଦ କରିଦିଅ। ବିଶ୍ୱାସ କର, ଆପଣ ବହୁତ ଖୁସିରେ ରହିବେ। ଜୀବନରେ ନିଜକୁ ଏପରି ପ୍ରସ୍ତୁତ କର ଯିଏ ଯେମିତି ତାକୁ ସେହି ଭାଷାରେ ବୁଝାଅ। ଖରାପ ସମୟରେ ଯେଉଁ ବ୍ୟକ୍ତି ଆପଣଙ୍କ ସାଥ ଛାଡ଼ିଦିଏ, ତେବେ ଏହା ମାନିନିଅ କି ସେ ଆପଣଙ୍କ ସାଥିରେ କେବେ ବି ନଥିଲା। କେହି ଆପଣଙ୍କ ସାଥ ଦେବେ ନାହିଁ। ଏଠି ଆପଣଙ୍କୁ ଲଢ଼ିବାକୁ ପଡ଼ିବ ଆଉ ନିଜେ ନିଜକୁ ସମ୍ଭାଳିବାକୁ ପଡ଼ିବ। ଆପଣ ଯେତେ ଡରିବେ, ଲୋକ ଆପଣଙ୍କୁ ସେତେ ଡରାଇବେ। ଆଉ ଯଦି ଆପଣ ଥରେ ସାହସ କରିବେ, ବଡ଼ରୁ ବଡ଼ ଲୋକ ବି ଆପଣଙ୍କ ଆଗରେ ମୁଣ୍ଡ ନୁଆଇବେ। ସଫଳ ହେବା ପାଇଁ ଏହି ଦୁଇଟି ରହିବା ନିହାତି ଆବଶ୍ୟକ। ଜଣେ ସିଏ ଯିଏ ତୁମକୁ ପଛକୁ ଟାଣିଥାଏ, ଆଉ ଜଣେ ସିଏ ଯିଏ ତୁମକୁ ଆଗକୁ ଯିବା ପାଇଁ ବାଧ୍ୟ କରିଥାଏ। ଜୀବନରେ ଯଦି ଖୁସି ରହିବା ପାଇଁ ଚାହୁଁଛ, ତେବେ ପ୍ରଥମେ ତାଙ୍କୁ ଭୁଲିଯାଅ ଯିଏ ଆପଣଙ୍କୁ ଭୁଲି ସାରିଛନ୍ତି। ଯେତେ କମ ଆଶା ରଖିବ, ଜୀବନରେ ସେତେ ଅଧିକ ଖୁସିରେ ରହିବ। ଗଛ କେବେ ଡାଳ କାଟିଦେବା ଦ୍ୱାରା ଶୁଖିଯାଇ ନଥାଏ, ବରଂ ମୂଳ କାଟିଦେବା ଦ୍ୱାରା ଶୁଖି ଯାଇଥାଏ। ଠିକ୍ ସେହିପରି ମଣିଷ ନିଜ କର୍ମକୁ ନୁହେଁ, ମଣିଷ ନିଜ ଖରାପ ବିଚାର ଆଉ ବ୍ୟବହାରରୁ ହିଁ ଡରିଥାଏ। ଗଛରୁ ଖସୁଥିବା ପତ୍ର ବି ଆମକୁ ବହୁତ ବଡ଼ ଶିକ୍ଷା ଦେଇଥାଏ। ଯଦି ଜୀବନରେ ବୋଝ ବନିଯିବ, ତେବେ ତୁମ ନିଜ ଲୋକ ହିଁ ତଳେ ପକାଇଦେବେ। ମୁଁ ଯେବେ ବି ଯାହାକୁ ସୁଯୋଗ ଦେଇଛି, ସିଏ ମୋତେ ସେତେ ଧୋକା ହିଁ ଦେଇଛି। ଅଭିଯୋଗର ଗୋଟିଏ ଇଜ୍ଜତ ଥାଏ, ସେଥିପାଇଁ ଏହାକୁ ସମସ୍ତଙ୍କ ପାଖରେ କରାଯାଏ ନାହିଁ। ଏବେ ଡର ଆଘାତକୁ ନୁହେଁ, ବରଂ ଲୋକଙ୍କ ସହିତ ସମ୍ପର୍କ ରଖିବାକୁ ଲାଗୁଛି। ଅନ୍ୟର ଭାବନାଠାରୁ ଅଧିକ କରିକି ଦେଖାଇବା ହିଁ ଏହା ଆପଣଙ୍କର ସଫଳତା ଅଟେ। ଜୀବନରେ ଯଦି କିଛି ଅଲଗା କରିବାକୁ ଚାହୁଁଥାଅ, ତେବେ ଭିଡ଼ରୁ ବାହାରିକି
ଏକୁଟିଆ ଚାଲିବାକୁ ଅଭ୍ୟାସ କର, କାହିଁକିନା ଭିଡ଼ ଆପଣଙ୍କୁ ସାହସ ତ ଦେଇଥାଏ କିନ୍ତୁ ପରିଚୟ ଛଡ଼ାଇ ନେଇଥାଏ। ନିଜର ଲୋକଙ୍କୁ ହରେଇ ଦେବାର ଡର ହିଁ ଏହି ଦୁନିଆରେ ସବୁଠାରୁ ବଡ଼ ଡର ହୋଇଥାଏ। ଏହାକୁ କେବଳ ସେଇ ଲୋକ ହିଁ ବୁଝିପାରିଥାଏ ଯିଏ ନିଜର ଲୋକକୁ ହରେଇ ସାରିଛନ୍ତି। କାହା ଉପରେ ବି ଆଶାଠୁ ଅଧିକ ଭରସା ରଖ ନାହିଁ, କାହିଁକିନା ଲୋକ ଆପଣଙ୍କୁ ସେତିକି ମହତ୍ତ୍ୱ ଦେଇନଥାନ୍ତି ଯେତିକି ଆପଣ ତାଙ୍କୁ ମହତ୍ତ୍ୱ ଦେଇଥାନ୍ତି। ଏକୁଟିଆ ଛାଡ଼ିକି ଯାଉଥିବା ଲୋକଙ୍କୁ ଏହା କହିବା ବି ଜରୁରୀ କି ନିଜ ପାଇଁ ମୁଁ ଏକା ହିଁ ଯଥେଷ୍ଟ। ଯଦି ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଛି ତେବେ ଲାଇକ୍, ସେୟାର ଏବଂ କମେଣ୍ଟ କରନ୍ତୁ। ଏହିଭଳି ମୋଟିଭେଶନାଲ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ।